ବନ୍ଧୁ ମୁଁ ବାସ୍ତୁବିତ୍ ଭାଗୀରଥି ବିନ୍ଧାଣୀ ଏବଂ ମୋର ବାସ୍ତୁ ସନ୍ଦେଶ ଚ୍ୟାନେଲକୁ ଆପଣଙ୍କୁ ମୁଁ ସ୍ୱାଗତ କରୁଅଛି। ଯେଉଁ ଦର୍ଶକ ବନ୍ଧୁମାନେ ମୋର এই ବାସ୍ତୁ ସନ୍ଦେଶ ଚ୍ୟାନେଲ ଦେଖୁଛନ୍ତି ତାକୁ ଲାଇକ୍ ସେୟାର ଓ ସବସ୍କ୍ରାଇବ କରନ୍ତୁ। ହଁ ଦର୍ଶକ ବନ୍ଧୁ, ଆଜି ଆମେ ଦେଖିବା କ'ଣ ନା ପ୍ରେମ କରୁଛନ୍ତି କି ସଫଳତା ହେବେ ନା ନାହିଁ ତାହା ଉପରେ ଆପଣଙ୍କ ଆଜି ମୁଁ ଆଲୋକପାତ କରିବି। ହଁ ଦର୍ଶକ ବନ୍ଧୁ, ଗତ କିଛି ଦିନରେ ମଧ୍ୟ এই ଏପିସୋଡ କରିଥିଲି କି ବୋଧେ ମୋର ମନେ ନାହିଁ, କିନ୍ତୁ କିଛି ଦର୍ଶକଙ୍କର ମତ ଥିଲା ଯେ ଆପଣ ବୋର୍ଡ ଉପରେ ବୁଝାଉଛନ୍ତି ଲଗ୍ନ ଲେଖୁନାହାନ୍ତି କିମ୍ବା ଆପଣ ଯେଉଁ ରାଶି ବୁଝାଉଛନ୍ତି ସେ ରାଶିର ଉଚ୍ଚ ନିଚ ଲେଖୁନାହାନ୍ତି। ସେଥିପାଇଁ ଏପଟେ ଦେଖୁଛନ୍ତି କ'ଣ ରାଶି ଲେଖିଦେଇଛି 1ରୁ 12 ପର୍ଯ୍ୟନ୍ତ, ଯେମିତି ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ ମକର କୁମ୍ଭ ମୀନ, ଆଉ ସ୍ୱାମୀ ତାର ମଙ୍ଗଳ, ଆଉ ଉଚ୍ଚ କେଉଁ ରାଶିରେ 10 ମାନେ କ'ଣ ଆସିଲା ଏଠି ପଳେଇ ଆସିବ ମକର ରାଶି, 4 ମାନେ କ'ଣ ଆସିଲା ନା ଏଠିକି ପଳେଇ ଆସିବେ। ଏଇଟା ଆପଣ ସହଜରେ ଦେଖିଦେବେ। କିନ୍ତୁ ଆଜି ଟପିକ ଅନୁସାରେ ଯାହା ଦେଖାଉଛି ପ୍ରେମ କରୁଛନ୍ତି ସଫଳତା ହେବେ ନା ନାହିଁ ତା ପାଇଁ ଗୋଟେ ଜନ୍ମକୁଣ୍ଡଳୀର ଗୋଟେ ଉଦାହରଣ ସ୍ୱରୂପ ନେଇଛି। এই ଜନ୍ମକୁଣ୍ଡଳୀ ଆପଣ ସହଜରେ ଆପଣ ବୁଝିପାରିବେ। ଏଇଟା ହେଉଛି କ'ଣ ନା ଲଗ୍ନ, ମାନେ କ'ଣ ଯଦି ଲ ଲେଖା ହେଇଥିବ କିମ୍ବା ଏଲ ଲେଖା ହେଇଥିବ ସେଟା ହେଉଛି କ'ଣ ଆପଣଙ୍କର କ'ଣ ନା ଲଗ୍ନ। ତ ଏଇଟା ହେଉଛି କ'ଣ ବିଛା ଲଗ୍ନ। 8 ମାନେ କ'ଣ ନା ବିଛା ଲଗ୍ନ। ବିଛା ଲଗ୍ନ କୁଣ୍ଡଳୀ ଯଦି ଆପଣ ଜ୍ୟୋତିଷ ବିଷୟରେ ଜାଣିନଥିଲେ ମଧ୍ୟ ୟାକୁ ଯଦି ଆପଣ ଦେଖିବେ, ୟାକୁ ଯଦି ଖାଲି ମିଶେଇବେ ମାନେ କ'ଣ ମ୍ୟାଚଅପ୍ କରିବେ, ତାହେଲେ ଆପଣ ସହଜରେ ଜାଣିପାରିବେ। ତ ଏ ହେଉଛି କ'ଣ ବିଛା ଲଗ୍ନ କୁଣ୍ଡଳୀ। ତ ବିଛା ଧନୁ ମକର କୁମ୍ଭ ମୀନ ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା, ତ ଏଇଭଳି ଆସିଗଲା। ତ ଏଇ ଯେଉଁ ବିଛା ଲଗ୍ନ କୁଣ୍ଡଳୀରେ ଆମେ କ'ଣ ଦେଖିବା, ଆପଣ ପ୍ରେମରେ ସଫଳତା ହେବେ ନା ନାହିଁ କିମ୍ବା ଆପଣ ଯାହାକୁ ଭଲ ପାଉଛନ୍ତି ସେ ଆପଣଙ୍କୁ ଧୋକା ଦବ ନା ନାହିଁ ତାହା ଉପରେ ଆପଣଙ୍କୁ ଆଜି ମୁଁ ଆଲୋକପାତ କରିବି। ହଁ ଦର୍ଶକ ବନ୍ଧୁ, ତା ପାଇଁ ଆମେ କ'ଣ ଦେଖିବା ନା ଏଇଟା ହେଉଛି ଜନ୍ମକୁଣ୍ଡଳୀର ପ୍ରଥମ ଭାବ, ଦ୍ୱିତୀୟ ଭାବ, ତୃତୀୟ ଭାବ, ଚତୁର୍ଥ ଭାବ, ପଞ୍ଚମ ଭାବ। ଆମେ କୋଉଠି ଦେଖିବା ନା ପଞ୍ଚମ ଭାବ ଦେଖିବା, କ'ଣ ନା 5th ହାଉସକୁ ଦେଖିବା। ତ 5th ହାଉସରେ କ'ଣ ଲେଖା ହେଇଛି, ଇଏ ହେଉଛି କ'ଣ ନା 8 9 10 11 12, ଯଦି ମେଷ ଲଗ୍ନ ହେଇଥାନ୍ତା 1 2 3 4 5 ଆସିଥାନ୍ତା। ତ ଏଇ ଯେଉଁ ବିଛା ଲଗ୍ନ କୁଣ୍ଡଳୀ ପାଇଁ କ'ଣ ଆସିଲା ନା 12 ଅଙ୍କ ଲେଖା ହେଇଛି। ତ 12ର ସ୍ୱାମୀ କିଏ, ଗ୍ରହ ସ୍ୱାମୀ କିଏ ନା ମୀନ ରାଶି ଆସିଲା। ତ ଗ୍ରହ ସ୍ୱାମୀ କିଏ ନା ବୃହସ୍ପତି। କ'ଣ ଆସିଲା ଏଠି ନା ବୃହସ୍ପତି ଆସିଗଲା। ଆପଣଙ୍କ ଜନ୍ମକୁଣ୍ଡଳୀରେ ଆପଣ ନିଜେ ଦେଖନ୍ତୁ ଆପଣଙ୍କର କେଉଁ ରାଶି ଅଛି ଏଠି ଲେଖା ହେଇଥିବ 5th ହାଉସରେ, ତାକୁ ଦେଖିବେ। ତ ଏଠି କ'ଣ ଏଠି ଦେଖିଲେ ଆମେ ନା ଗ୍ରହ ସ୍ୱାମୀ କି ଦେଖିଲେ। କ'ଣ ଦେଖିଲେ ନା ଗ୍ରହ ସ୍ୱାମୀ। ଦେଖନ୍ତୁ ଏଠି 12 ଲେଖା ହେଇଛି, ଗ୍ରହ ସ୍ୱାମୀ କିଏ ନା ବୃହସ୍ପତି। ଏଠି କ'ଣ ଦେଖିଲେ ଆମେ ଗ୍ରହ ସ୍ୱାମୀକୁ ଆମେ ଏଠି ଦେଖିଲେ। ତ ଏଇ ଯେଉଁ ଗ୍ରହ ସ୍ୱାମୀକି ଦେଖିଲେ ଏଇ ଯେଉଁ ପଞ୍ଚମ ହାଉସର କ'ଣ ଏଟା ନା 5th ହାଉସ, ଏଇଟା ହେଉଛି କ'ଣ ଆସିବ ଆମେ ଦେଖିବା ନା ଏଇଟା ହେଉଛି ନା 5th ହାଉସ। ଏଇଟା ହେଉଛି କ'ଣ ନା 5th ହାଉସକୁ ଆମେ ଦେଖିଲେ। ଏଇଟା ହେଉଛି ଜନ୍ମକୁଣ୍ଡଳୀର କ'ଣ ନା 5th ହାଉସ। ତ 5th ହାଉସର ମାଲିକ ଯେଉଁଠାରେ ବସିଛି ଜନ୍ମକୁଣ୍ଡଳୀରେ, 5th ହାଉସର ମାଲିକ ଯେଉଁ ରାଶିରେ ବସିଛି, ମାନି ନିଅନ୍ତୁ ଆପଣଙ୍କର ଏଠି ଆସିଲା ଗୁରୁ, ଗୁରୁ ବସିଲା ଆପଣଙ୍କର ଏଠି ବସିଲା, କୋଉଠି ବସିଲା ନା ବୃହସ୍ପତି ଆସିଲା ନା ଏଠି ଆପଣଙ୍କ ଦଶମ ହାଉସ। ଏଇଟା ତ 5 6 7 8 9 10, ଏଇଟା ଆସିଲା ଆପଣଙ୍କର ଦଶମ ହାଉସରେ ଯଦି ଆପଣଙ୍କର ଗୁରୁ ବସିଛି। ଯେଉଁଠି ଗୁରୁ ଆପଣଙ୍କର କୁଣ୍ଡଳୀରେ ଆପଣଙ୍କ ଜନ୍ମ କୁଣ୍ଡଳୀରେ ଯେଉଁ ଭାବର ଯେଉଁ ପଞ୍ଚମ ଭାବର ସ୍ୱାମୀ ଯେଉଁ ଭାବରେ ବସିଛି ତାକୁ ମଧ୍ୟ ଆପଣ ନୋଟ୍ କରିବେ। ଏଠି ଲେଖା ହେଇଛି କ'ଣ ଗୁରୁ ଲେଖା ହେଇଛି 10th ହାଉସରେ। ତ ଆପଣ ଲେଖିଲେ କ'ଣ ନା ବୃହସ୍ପତି କୋଉଠି ବସିଛି ନା ଦଶମ ହାଉସରେ ବସିଛି, ଅର୍ଥାତ୍ କ'ଣ ଅଛି ନା କ'ଣ ନା ସିଂହ ରାଶିରେ ବସିଛି। ତ ସିଂହ ରାଶିରେ ଯଦି ବୃହସ୍ପତି ବସିଛି, ଆମେ ଏଠି ଦେଖିବା ଏଇ ଯେଉଁ ବୃହସ୍ପତି ଯେଉଁ ବସିଛି ଏଠିରେ କ'ଣ ଉଚ୍ଚ ରାଶିରେ ବସିଛି କି ମିତ୍ର ରାଶିରେ ବସିଛି କି ନିଚ ରାଶିରେ ବସିଛି। ଦେଖନ୍ତୁ ବୃହସ୍ପତି ସିଂହ ରାଶି, ଏଇଟା ଯେ କ'ଣ ବୃହସ୍ପତି ଗୁରୁ, ଦେଖନ୍ତୁ ଗୁରୁ କ'ଣ ଏଠି ଅଛି କି, ଦେଖନ୍ତୁ ଗୁରୁ ଏଠି ନିଚ ରାଶିରେ ଅଛି କି 10 6 2 ଅଛି କି ନାହିଁ, ଏଠି କ'ଣ ଲେଖା ହେଇଛି ନା 5। ତ ଅର୍ଥାତ୍ ଆମେ ଏଠୁ ଜାଣିଲେ ଯେ ହଁ ଏ ଦୁଇଟା ଜିନିଷ ଏଠି କ'ଣ ତାର କ'ଣ ନା ମ୍ୟାଚଅପ୍ ହୋଇଗଲା। ତ ଆମେ ଜାଣିଲେ ଆପଣଙ୍କ ଜନ୍ମକୁଣ୍ଡଳୀରେ ଆପଣ ନିଜେ ଦେଖନ୍ତୁ ଯେଉଁ ଅଙ୍କ ଲେଖା ହେଇଥିବ ଏଠି ଲେଖିଦେଇଛି ଆପଣ ସହଜରେ ଜାଣିବା ପାଇଁ। ଇଏ ହେଉଛି କ'ଣ ନା ଉଚ୍ଚ, ଇଏ ହେଉଛି କ'ଣ ନିଚ। ତ ଆପଣ ଦେଖିଲେ ଏଠି ଯେଉଁ ରାଶିରେ ବସିଛି ଆପଣଙ୍କର ପଞ୍ଚମ ଭାବର ସ୍ୱାମୀ ଯେଉଁ ଭାବରେ ବସିଛି ସେ ରାଶି ଦେଖିବେ। ଏଇଟା ଅଛି କ'ଣ ନା ସିଂହ ରାଶି ଆସିଲା 5 5 ଅଛି କି, ଗୁରୁ ଏଠି ନିଚ ଅଛି କି ନାହିଁ, କି ଉଚ୍ଚ ଅଛି କି। ଯଦି ଉଚ୍ଚ ଥିବ ତାହେଲେ କିଛି ପରିଶାନୀ ନାହିଁ, ନିଚ ଥିଲେ ତାହେଲେ କ'ଣ ନା ପରିଶାନୀ ଆସିଥାଏ। ଆଉ ତାହା ସହିତ ଦେଖିବେ ଏଇ ଯେଉଁ ବୃହସ୍ପତି ଆପଣଙ୍କର ଜନ୍ମ କୁଣ୍ଡଳୀରେ କ'ଣ ଏଇ ଯେଉଁ ଆସିଲା ବୃହସ୍ପତି ଆପଣଙ୍କ ଜନ୍ମ କୁଣ୍ଡଳୀରେ 0 5 ବାଲ ଅବସ୍ଥାରେ ଅଛି କି କ'ଣ ନା 25 ରୁ 30 ଭିତରେ ଅଛି କି। ତ ଏଇ ଯେଉଁ ଭିତରେ ଯଦି ଥିବ ଏଇଟା ହେଉଛି କ'ଣ ନା ମୃତ ଗ୍ରହର କ'ଣ ଆସିଲା, ଏଇଟା କ'ଣ ମୃତ ଅବସ୍ଥା। ଏଇଟା ଆସିଲେ କ'ଣ ନା ବାଳ, ମାନେ ଯେମିତି ମାନେ ଛୋଟ ପିଲା 0 ରୁ 5 ବର୍ଷ ବାଳକ ଯେମିତି ସିଏ କ'ଣ
हाँ ये हूँ कौन बालक अवस्था यहाँ हूँ कौन ना मृत अवस्था यही अनुसार आप देखूँ जदि एक जने ए 0 ରୁ 5 भितर जदि 0 थी कि 1 कि 2 थी ये हूँ कौन ना आपणकर ना बालक अवस्था आईटा जदि आपणकर थी ये कौन ना 28 29 30 यही भाया जदि थी ताहले एई जो परिशानी जदि आपणकर जदि बृहस्पति बसी ताहले कौन हम आपणकर प्रेम रे कौन हम ना आपण सफल आपण जहाँ को प्रेम करुँच कि आपण जहाँ को चाहूँगी जीवन साथी बाछा से आप धोखा खाइबे जदि यही अंश अर्थात कौन हो यहाँ हूँ कौन ना ना अंश बल या कहूँ आम कौन ना अंश बल यही अंश बल जदि बृहस्पति अच्छी माने आपणकर जन्म कुंडली जो पंचम भावर स्वामी ताहले कौन जानवे ना आपणकर ना यहाँ कौन ना धोखा खाइबे तो सेहीपरि जदि पंचम भावर स्वामी ये कौन पंचम भावर स्वामी जदि गुरु गुरु तो अस्त हबार नाही कहीं ना गुरु एठारे कौन हम ना गुरु अस्त हबार नहीं जदि गुरु एठी अस्त हो गुरु जदि गुरु अस्त हो गले माने कौन जेमती कि जमती उदाहरण स्वरूप रवि सहित जो उदाहरण स्वरूप जदि रवि सहित जेकोसी ग्रह कुंडली रे बसी सी कौन हम ना अस्त हो जाए आ तार जदि अंश बल तापाई कौन देखा जाए ना अंश बल जदि 12 डिग्री भितर अच्छी ताहले किसी परेशानी ना जदि आपणकर माने नियंतु रवि अच्छी आपणकर 17 डिग्री शुक्र मध्य भी अच्छी आपणकर कौन होची ना 12 डिग्री ताहले कौन हम ना शुक्र कौन है ना अस्त हो रवि सहित सूर्यंकर रश्मि रे जेकोसी माने आपणकर किरण जहाँ पर पड़ो सी कौन हम धीरे 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 कौन अस्त हो जाए से ग्रह अस्त हो जाए रवि सहित जदि आपंकर चंद्र थी कि रवि सहित आपंकर जदि मंगल थी रवि सहित जेकोसी ग्रह जदि थी ताहले कौन हम सी कौन हो ना अस्त हो जदि सी आपंकर बुझेली अंश बल बुझेली जदि से अनुसार थी जदि ये आपंकर मानि नियंतु रवि ये अच्छी आपंकर 28 डिग्री अच्छी रवि ये के डिग्री अच्छी ना 28 डिग्री अच्छी आ शुक्र मध्य भी ये जदि आपंकर जदि 25 डिग्री अच्छी ताहले कौन हम ना ये कौन हो ना अस्त हो जाए ग्रह कौन ये कौन हो जाए ना अस्त हो जाए ताहले मध्य भी आप जानवे जे एठे मध्य भी आम कौन हम ना धोखा खाइबार संभावना कौन वृद्धि हो जाए तो आपन को बुझेली 4टी पॉइंट्स बुझेली आ 5th हाउस रु आउ गोटे आसो कौन आसो जदि आउ टिके अधिका जानापी आम जदि चाहिए पंचम भाव कौन टी जा ना 9th हाउस को जी अर्थात कौन है भावत भाव अनुसारे कौन ना पंचम भाव आउ 5 घर जी 1 2 3 4 5 अर्थात कौन आसला ना नवम भाव को भाव आसला ना कौन ना नवम भाव आसला जदि नवम भावर स्वामी अर्थात ए कुंडली कौन आसला 4 माने कौन कर्कट राशि ग्रह स्वामी किए चंद्रमा जदि चंद्रमा जदि भी आपणकर जन्म कुंडली रे नीच अवस्था थी जदि मान नियंतु एठी आपणकर माने चंद्र च लिखाई आहरी लग्न सहित चंद्रमा जदि अच्छी आपणकर ताहले कौन हम कौन ना आपण भी एठी कौन हम ना धोखा खाइबार पॉसिबिलिटी बढ़ी जाए थाए आ जदि एठी चंद्रमा नीच तो अच्छी आ चंद्रमा पर जदि कौन पाप ग्रहर दृष्टि पड़ुची चंद्रमा पर जदि पाप ग्रहर कौन दृष्टि कर पाप ग्रह कहले कौन कि आम कौन कौन बुझीचे ना रवि बुझुचे मंगल बुझुचे शनि बुझुचे राहु बुझुचे आउ कौन आसला ना केतु बुझुचे तो ये भाया जदि आपनकर जदि ग्रह जदि पड़ुची चंद्रमा उपरे किंबा ए ग्रह जदि जेकोसी भाव में बसी जदि बा आपनकर चंद्रमा जेकोसी भाव में बसी जदि कुंडली रे आपनकर लग्न रे बसीची तापर शनि दृष्टि जदि शनि ये बसीगला तो शनि दृष्टि पड़ला कि राहुर दृष्टि पड़ला कि केतुर दृष्टि पड़ला ताहले कौन हम ग्रह कौन अच्छी पीड़ित अवस्था को आसी थाए जहाँफल आपणकर कौन हम जो प्रेम जहाँ करुँच कि हार्ट कर्नर जहाँ को रखिंट से आपन कौन होता है ना कौन ना धोखा खाई थांती आपन बुझेली 5-6टी सूत्र बुझेली शेष में आउ गोटे सूत्र आपन को आउ गोटे बुझाऊँ जदि ग्रह हाँ शुक्र सह कुंडली रे जन्म कुंडली रे शुक्र सह जदि शनि रे जदि कुंडली रे जेकोसी भाव में बसी ताहले कौन हम ना आपणकर प्रेम अंतर्जातीय तो हम किंतु एठे कौन हम ना आपण धोखा खाइबार संभावना कौन बढ़ी जाए संभावना कौन बढ़ी जाए आ शुक्र सह जदि
ଆପଣଙ୍କର ରବି ଥିବ ସେ ବ୍ୟକ୍ତି କ'ଣ ନା ଏମିତି ପ୍ରେମରେ ପାଗଳ ହେଇଥିବ ଯେ ମୁଁ ଯାହାକୁ ଚାହୁଁଛି ତାକୁ କଳେ ବଳେ କୌଶଳେ ମଧ୍ୟ ଆଣିବା ପାଇଁ କ'ଣ ଚେଷ୍ଟା କରିଥାଏ। ଆପଣ ଗୋଜେଲି ଲଭ୍ ଆଫେୟାର୍ସ ଏଭଳିଆ ହୋଇଥାଏ। ଆଉ ଯଦି ଶୁକ୍ର ସହ ଯଦି ମଙ୍ଗଳର କ'ଣ ସମ୍ପର୍କ ଥାଏ କୁଣ୍ଡଳୀରେ, ଶୁକ୍ର ସହ ଯଦି କୁଣ୍ଡଳୀର ମଙ୍ଗଳ ସହିତ କ'ଣ ବସିଥାଏ ଜନ୍ମ କୁଣ୍ଡଳୀରେ, ତାହେଲେ କ'ଣ ପ୍ରେମରେ ଧୋକା ହୋଇଥାଏ। ଆପଣଙ୍କୁ ବୁଝେଇଲେ ଆଜି ଚାପ୍ଟରଟା ଥିଲା କ'ଣ କେମିତି ପ୍ରେମ କରୁଛନ୍ତି କିମ୍ବା ପ୍ରେମରେ ଆପଣ କେମିତି ଧୋକା ଖାଉଛନ୍ତି। ଆଉ ଯଦି 5th ହାଉସର ସ୍ୱାମୀ ଅର୍ଥାତ୍ କ'ଣ ଏଇ କୁଣ୍ଡଳୀର ଜନ୍ମ କୁଣ୍ଡଳୀର ସ୍ୱାମୀ କିଏ ନା ବୃହସ୍ପତି, କିଏ ନା ଗୁରୁ। ଗୁରୁ ଯଦି ଜନ୍ମକୁଣ୍ଡଳୀର ଏଇ ଭାବରେ ଷଷ୍ଠ ଭାବ, ଏଇଟା ହେଉଛି କ'ଣ ପଞ୍ଚମ ଷଷ୍ଠ ସପ୍ତମ ଅଷ୍ଟମ 6 8 12 ଭାବରେ ବସୁଛି, ତଥାପି କ'ଣ ହବ ନା ଆମେ କହିବା ଯେ ଏଇଟା କ'ଣ ହବ ନା ଧୋକା ଖାଇବାର ସମ୍ଭାବନା କ'ଣ ବଢ଼ି ଯାଇଥାଏ। ତ ସେଥିପାଇଁ ଜନ୍ମକୁଣ୍ଡଳୀର ପଞ୍ଚମ ଭାବର ସ୍ୱାମୀ ଯଦି 6 8 12 ଭାବରେ ବସିଥିବ, ତଥାପି ଆମେ କହିବା କ'ଣ ଇଏ କ'ଣ ନା ପ୍ରେମରେ ମଧ୍ୟ କ'ଣ ଧୋକା ଖାଇଥାଏ। ଆଉ ଯଦି ପଞ୍ଚମ, ଏଇଟା ଥିଲା ପଞ୍ଚମ ଭାବର ସ୍ୱାମୀ, ଆଉ ସେହିପରି ନବମ ଭାବର ସ୍ୱାମୀ ମଧ୍ୟ ବି କ'ଣ ଆସିବ ନା ନବମ ଭାବର ସ୍ୱାମୀ କିଏ ଏଇ କୁଣ୍ଡଳୀ ପାଇଁ କିଏ ଜନ୍ମକୁଣ୍ଡଳୀ ପାଇଁ ଚନ୍ଦ୍ରମା। ଚନ୍ଦ୍ରମା ଯଦି ବି 6 8 12 ଭାବରେ ବସିଥିବ, ଅର୍ଥାତ୍ କ'ଣ ଆସିବ ଚନ୍ଦ୍ରମା ଯଦି ବି 6 8 12 ଭାବରେ ବସିଥିବ, ତଥାପି କ'ଣ ହବ ନା ପ୍ରେମରେ ଧୋକା ହବ। ତ ସେଥିପାଇଁ ପ୍ରେମ କରିବା ପୂର୍ବରୁ ଆପଣ ନିଜେ ଜନ୍ମକୁଣ୍ଡଳୀକୁ ଦେଖନ୍ତୁ, ଯେଉଁ ହିସାବରେ ଆପଣଙ୍କୁ ବତେଇଲି। ଯଦି ଏହା ହେଉଛି ତାହେଲେ ଆପଣ ନିଜକୁ ନିଜେ କ'ଣ ସଜାଗ କରିନିଅନ୍ତୁ। ତ ଏଇ ତ ଥିଲା ଆଜିର ଛୋଟିଆ ଟପିକ୍। ରହିଲି, ନମସ୍କାର।